ଆମ ଓଡ଼ିଶା ପାଇଁ କୋଉ ସରକାର ଠିକ୍? ଯଦି ସେମିତି ଝିଅ ପିଲା ଯଦି ଫ୍ରି କରିଦେଲେ ଓଡ଼ିଶାର ସରକାର ନା ଭିକାରୀ ପୁରା ଡବଲ ହେଇଗଲା। ମାନେ ଏଇଟା କଣ କାହିଁକି ଏଇଟା ସରକାର ତାକୁ ଗୋଟେ ଶ୍ରୁତି ହିସାବରେ ରଖିବା କଥା। ସେଇ ଯୋଉ ଚିହ୍ନକୁ ବି ନବୀନ ବସ୍ ହିଁ ବୋଲୁଛନ୍ତି, ଲକ୍ଷ୍ମୀ ବସ୍ କହୁନାହାନ୍ତି, ନବୀନ ବସ୍ କହୁଛନ୍ତି। ମାନେ ନମସ୍କାର ସାଙ୍ଗମାନେ, ପୁଣି ଥରେ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ। ଆପଣମାନଙ୍କ ପାଇଁ ମୁଁ ପୁଣି ଥରେ ଆଉ ଗୋଟେ ଭିଡ଼ିଓ ନେଇକି ଆସିଲି। ପ୍ଲିଜ୍ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଥମ୍ବନେଲ୍ ଦେଖି ତ ଆପଣମାନେ ଜାଣି ଯାଇଥିବେ ଯେ କେଉଁ ଟପିକ୍ରେ ମୁଁ ଆଜି କଥା ହେବା ପାଇଁ ଯାଉଛି। ସାଙ୍ଗମାନେ, ଏଇ ଯେଉଁ ଟପିକ୍ ମୁଁ ଆଗରୁ ହିଁ ଆପଣମାନଙ୍କ ପାଇଁ ନେଇକି ଆସିବି ବୋଲି ଭାବୁଥିଲି, କିନ୍ତୁ ଆସିପାରୁନଥିଲି। ଆଉ ମୋତେ ଆଜି ଫାଇନାଲି ମୋ ପାଖରେ ସମୟ ହେଇଛି, ସେଥିପାଇଁ ମୁଁ ଆପଣମାନଙ୍କ ପାଇଁ ଏଇ ଭିଡ଼ିଓ, ଆପଣମାନଙ୍କ ପାଇଁ ପୁରା ସାରା ଓଡ଼ିଶା ପାଇଁ ମୁଁ ଏ ଭିଡ଼ିଓ କରୁଛି। ଆଉ ଦେଖନ୍ତୁ, ଯେତେବେଳେ ଆମ ନବୀନ ସାର୍ ଥିଲେ, ଆମ ସାରା ଓଡ଼ିଶା ପାଇଁ ଗୋଟେ ବସ୍ ନେଇକି ଆସିଥିଲେ, ଯେଉଁ ବସ୍ର ନାଁ ଲକ୍ଷ୍ମୀ ବସ୍। ସେ ବସ୍ର ଯେଉଁ ଭଡ଼ା ଥିଲା 5 ଟଙ୍କା ଥିଲା ଝିଅର ଆଉ 15 ଟଙ୍କା ଥିଲା ପୁଅର। ମାନେ ସମସ୍ତେ ପୁରା ଖୁସି, ବିନ୍ଦାସ ସମସ୍ତେ ଖୁସି ଥିଲେ କି ଯେ ଯା 5ରୁ ଆଉ 15 ଟଙ୍କା ଭିତରେ ଆମେ ପୁରା ବୁଲିକି ଆସିପାରିବା, ଏମିତି ସମସ୍ତଙ୍କ ମନରେ ଗୋଟେ ଖୁସି ଥିଲା। କିନ୍ତୁ ସେଇ ଖୁସି ଆଜି ଆମ ଢଳି ଯାଇଛି, ସେଇ ଖୁସି ଆଜି ଆମର ଭାଙ୍ଗି ଯାଇଛି। ଯେଉଁମାନେ ପ୍ରାୟ ଗୋଟେ 50 ଟଙ୍କା ଧରିକି ପୁରା ମାର୍କେଟ ବୁଲିକି ଆସୁଥିଲେ, ଆଜି ସେମାନେ 500 ଟଙ୍କା ଧରିକି ମଧ୍ୟ ଆସିପାରୁନାହାନ୍ତି, ଯାଇକି ବୁଲିକି ଆସିପାରୁନାହାନ୍ତି। ମାନେ କ'ଣ ହେଇଛି, କାହିଁକି ହେଇଛି, ମୁଁ ସବୁ ଭିଡ଼ିଓରେ କହିବି। ଆପଣମାନେ ଶେଷ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖନ୍ତୁ। ଆଉ ଯଦି ଭିଡ଼ିଓ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ନୂଆରେ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ମୋତେ ଲାଷ୍ଟରେ ସମସ୍ତେ କମେଣ୍ଟ କରି ଯାଆନ୍ତୁ ମୁଁ ଠିକ୍ କହିଛି କି ଭୁଲ କହିଛି। ଓକେ ସାଙ୍ଗମାନେ, ଆମକୁ ଯେଉଁ ନବୀନ ସାର୍ ଦେଇଥିଲେ, ଯେଉଁ ବସ୍ ନବୀନ ସାର୍ ଯେଉଁ ଦେଇଛନ୍ତି ଯେଉଁ ବସ୍, ସେ ବସ୍ ଭଡ଼ା ଥିଲା 5 ଟଙ୍କା। ଆଉ ସମସ୍ତଙ୍କର ଖୁସି, ବିନ୍ଦାସରେ ସମସ୍ତେ ଥିଲେ, ଯାଉଥିଲେ ଆସୁଥିଲେ। କିନ୍ତୁ ଆମେ କ'ଣ କଲେ, ଯିଏ ଆମକୁ ବସ୍ ଦେଲେ ତାକୁ ହିଁ ଆମ ହରେଇ ଦେଲେ। ବହୁତ ଦୁଃଖର ବିଷୟ ସାଙ୍ଗମାନେ, ତାକୁ ହିଁ ହରେଇ ଦେଲେ। ତାପରେ ପୁଣି ଆଉ କହୁଛନ୍ତି କି ଓଡ଼ିଶା କାନ୍ଦୁଛି ନବୀନ ପାଇଁ। କାହିଁକି କାନ୍ଦୁଛି ଓଡ଼ିଶା ନବୀନ ପାଇଁ? ଯଦି ଓଡ଼ିଶା ଯଦି ନବୀନ ପାଇଁ କାନ୍ଦୁଛି ତାହେଲେ ହରେଇଲା କେମିତି? ଓଡ଼ିଶା ନବୀନ ପାଇଁ ତ କାନ୍ଦୁଥିଲା, ହରେଇଲା କେମିତି? ନବୀନ ହାରିଲା କେମିତି? ଏଇଟା ସବୁ ପଲିଟିକ୍ସ ଚାଲିଛି ସାଙ୍ଗମାନେ। ଗରିବ ଲୋକମାନଙ୍କ ପାଇଁ ନା ଏଇଟା ବହୁତ ବଡ଼ ବିପଦ ହିଁ ବୋଲି ଭାବ, ବହୁତ ବଡ଼ କଷ୍ଟ ହିଁ ବୋଲି ଭାବ। ପାଠ ପଢ଼ୁଥିବା ଛୁଆମାନେ, ସେମାନେ କଲେଜ ଯେଉଁମାନେ ଯାଉଛନ୍ତି, ସେମାନେ କେତେ ଖୁସିରେ ଯାଉଥିଲେ, ଖୁସିରେ ଯାଇକି ଖୁସିରେ ଆସୁଥିଲେ। ଆଜି ସେମାନଙ୍କୁ ପୁରା 30 ଟଙ୍କା, ମାନେ ପ୍ରାଇଭେଟ୍ ବସ୍ରେ ବି ତ ଗଲେ ଭଲ, ପ୍ରାଇଭେଟ୍ ବସ୍ ମଧ୍ୟ ସେଇ 20-30 ଟଙ୍କା ନେଉଛନ୍ତି। ତାହେଲେ ଗଭର୍ଣ୍ଣମେଣ୍ଟ ବସ୍ କାହିଁକି ଗଲେ? ଆଉ ଯଦି ଗଭର୍ଣ୍ଣମେଣ୍ଟ ବସ୍ ଯଦି ଆଗରୁ କରିଥିଲା 5 ଟଙ୍କା, ଆଉ ଏବେ ହେଇଛି କେତେ, 5ରୁ ହେଲା 15, 15ରୁ ହେଲା 20, 30, 15ରୁ ହେଲା 30। ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି, ଏଇ ଯେଉଁ ଓଡ଼ିଶାର ସରକାରକୁ, ଯଦି ଓଡ଼ିଶାର ସରକାର ଥରେ ତାମିଲନାଡ଼ୁ ଆସିକି ମାସେ ରହିକି ପଳେଇଲେ ନା, ତାହେଲେ ଜାଣିପାରିବେ ତାମିଲନାଡ଼ୁରେ କ'ଣ ହେଉଛି। ଜାଣିଛ, ମାନେ ପୁରା ଟାଉନ୍ ମଧ୍ୟ ବୁଲିକି, ସିଟି ବୁଲିକି ଆସିବେ। ସିଟି ବୁଲିକି ଆସିଲେ ମଧ୍ୟ ଲେଡ଼ିସ୍କୁ ଗୋଟେ ଟଙ୍କାଟି ବି ନେବେ ନା, ଆଉ ଜେଣ୍ଟସ୍କୁ ମିନିମମ୍ 10 ଟଙ୍କାରୁ କମ୍ ହିଁ। ଆଉ କେଉଁଠି ମୁଁ ଏତିକି ଅଛି ସିନା, କେଉଁଠି ଗୋଟେ 20 ଟଙ୍କା କି 30 ଟଙ୍କା ଟିକେଟ୍ ବୋଲି ମୁଁ କେଉଁଠି ଭାବିବି ନାହିଁ, କି କେଉଁଠି ଦେଖିନଥିଲି, କି ଦେଖିବି ନାହିଁ ମୁଁ। ଏମିତି କ'ଣ ଚାଲିଛି ଓଡ଼ିଶାରେ ମୁଁ କିଛି ବୁଝିପାରୁନି। ଦେଖ, ଆମେ ତ ହରେଇଲେ ନବୀନ ସାର୍କୁ। ତାର ଯେଉଁ ଚିହ୍ନ ଥିଲା, ଶଙ୍ଖ ଚିହ୍ନ, ତାକୁ ତ ଆମେ ସ୍ମୃତି ହିସାବରେ ରଖିବା କଥା କି ନାହିଁ? ଆମ ସାର୍ ଗୋଟେ ଆଉ ପୂର୍ବତମ ସରକାରଟା ଗୋଟେ ହାରିଗଲା ବୋଲେ ଆମେ ତାକୁ ଗୋଟେ ସ୍ମୃତି ହିସାବରେ ରଖିବା କଥା। ସେଇ ଯେଉଁ ଚିହ୍ନକୁ ବି ଲିଭେଇ ଦେଲେ ୟାର। ମାନେ କେମିତି ଲୋକମାନେ, ଦେଖନ୍ତୁ କେମିତି ପଲିଟିକ୍ସ ଚାଲିଛି ଦେଖନ୍ତୁ। ଯଦି ତମେ ଜିତିବାର ଥିଲା, ଆମ ଦ୍ୱାରା ହିଁ ଜିତିଲେ, କିନ୍ତୁ ତା ଚିହ୍ନ ଲିଭେଇବା କାରଣ କ'ଣ? ତାହେଲେ ଚିହ୍ନ କାହିଁକି ଲିଭେଇଲେ? ତା ଚିହ୍ନ ତ ରହିଲେ ହେଇଥାନ୍ତା ନା। ସେ କ'ଣ ନ କରିଛି, ତାକୁ ହରେଇ ଦେଲେ। ଓଡ଼ିଶାରେ ସବୁ କିଛି କରିଛି, ଏବେ କ'ଣ ପସ୍ତଉଛନ୍ତି ସମସ୍ତେ? ସମସ୍ତେ ପସ୍ତଉଛନ୍ତି। ଏବେ ଯେଉଁ ସରକାର ଆସିଛି ନା ଓଡ଼ିଶାରେ, ସମସ୍ତେ ପସ୍ତଉଛନ୍ତି। ନବୀନ ବାବୁ ଯେଉଁ ଥିଲେ ନା, ଠିକ୍ ଥିଲା। 5 ଟଙ୍କାରେ କ'ଣ ମିଳୁଛି? 5 ଟଙ୍କାରେ ଖାଇବା ମିଳୁଛି, 5 ଟଙ୍କାରେ କ'ଣ ଚକୋଲେଟ୍ ମିଳୁଛି, ବିସ୍କୁଟ୍ ମିଳୁଛି? ସେ 5 ଟଙ୍କାରେ ବସ୍ ଭଡ଼ା ଦେଇଥିଲା,
ଆଉ ଓଡ଼ିଶାର ଲୋକମାନେ ତମେ ହିଁ ନିଜେ ତାକୁ ହରେଇ ଦେଇଛ। ଆଉ ଗୀତ ଗାଉଛନ୍ତି କ'ଣ? ଓଡ଼ିଶା କାନ୍ଦୁଛି ନବୀନ ପାଇଁ। ଓଡ଼ିଶା ନବୀନ ପାଇଁ କାନ୍ଦିଲେ କେମିତି ହରେଇଲା ଓଡ଼ିଶା ନବୀନକୁ? ବହୁତ ଦୁଃଖର ବିଷୟ। ଆପଣମାନେ ତ ଧନୀ ଲୋକ ଯାକ ତାଙ୍କ ବିନ୍ଦାସରେ ବାଇକରେ ଯିବେ, କାରରେ ଯିବେ, ବୁଲେଟରେ ଯିବେ, ସବୁଠି ଯାଇପାରିବେ। ମାତ୍ର ଯୋଉ ଲୋକମାନେ ଗରିବ ଲୋକ ଅଛନ୍ତି, ମାନେ ଏତେ ଖୁସି ଥିଲେ ଯେ ଓଡ଼ିଶାରେ ନବୀନ ବସ୍ ହିଁ ବୋଲୁଛନ୍ତି। ମାନେ ମୁଁ ଯାହା ଦେଖୁଛି ପୁରୁଣା ଲୋକମାନେ, ମା ବାପା ମାନେ, ସେମାନେ ନବୀନ ବସ୍ ହିଁ ବୋଲୁଛନ୍ତି, ଲକ୍ଷ୍ମୀ ବସ୍ କହୁନାହାନ୍ତି, ନବୀନ ବସ୍ କହୁଛନ୍ତି। ମାନେ ସେ ବସ୍କୁ ଆଉ ନବୀନ ବାବୁକୁ ନେଇକି ସେ ବସ୍ର ନାଁ ରଖିଛନ୍ତି। ମାତ୍ର ଲେଖା ହେଇଛି ଲକ୍ଷ୍ମୀ ବସ୍ ବୋଲି କିଏ କହୁନାହାନ୍ତି, ନବୀନ ବସ୍ ହିଁ କହୁଛନ୍ତି ସମସ୍ତେ। ନବୀନ ସାର୍କୁ କେତେ ଭଲ ପାଉଥିଲେ, ପଲିଟିକ୍ସ କରିକି ହରେଇଛନ୍ତି। ତାପରେ ସିଏ ଯୋଉ ବସ୍ ଭଡ଼ା ଯୋଉ 5 ଟଙ୍କା କରିଥିଲା, ସେଇଟାକୁ ଏବେ ଝିଅ ପିଲାମାନଙ୍କୁ ହେଇଯାଉଛି 15, ପୁଅ ପିଲାମାନଙ୍କୁ ହେଇଯାଉଛି 30। ସେତେବେଳେ ଝିଅ ପିଲାକୁ ଥିଲା 5, ପୁଅ ପିଲାକୁ ଥିଲା 15। ଏବେ ପୁରା ଡବଲ ହେଇଗଲା। ମାନେ ଏଇଟା କ'ଣ? କାହିଁକି ଏଇଟା ଏ ସରକାର କରୁଛନ୍ତି? ପ୍ଲିଜ୍ ମୋତେ ଟିକେ ଜଣାନ୍ତୁ ଭାଇମାନେ। ଆଉ ଭିଡ଼ିଓକୁ ଏମିତି ସେୟାର କରୁ କି ଯେ ସମସ୍ତଙ୍କ ପାଖରେ ଯାଇ ପହଞ୍ଚିବା କଥା। ଆମମାନଙ୍କ ପାଇଁ ହିଁ ସେ ବସ୍ ଭଡ଼ା ବାହାରିଥିଲା, ସେ ବସ୍ ଆମମାନଙ୍କ ପାଇଁ ଆସିଥିଲା, ସାରା ଓଡ଼ିଶା ପାଇଁ। ଯଦି ଏବେ ବି ରହିଥାନ୍ତା ନା କିଛି କରିଥାନ୍ତା ନବୀନ ବାବୁ। ମାନେ ତାମିଲନାଡୁରେ ଯଦି ଆପଣମାନେ ଆସିଥିବେ, କିଛି ଜଣ ଯାଇ ମଧ୍ୟ ଥିବେ ତାମିଲନାଡୁ, ମାନେ ଯେତେ ଦୂର ମଧ୍ୟ ଯାଆନ୍ତୁ, ଝିଅ ପିଲା ଯଦି ହେଇଛ, ଭୁବନେଶ୍ୱର କଟକ ଯେତିକି ବୁଲିକି ମଧ୍ୟ ଆସିପାରିବେ, ଟଙ୍କାଟି ପଇସା ମଧ୍ୟ ଲାଗିବନି, ପୁରା ଫ୍ରି ଝିଅ ପିଲାମାନଙ୍କୁ। ଆଉ ଯଦି ପୁଅ ପିଲା ଯଦି ଯାଉଛନ୍ତି ବୋଲେ 10 ଟଙ୍କାରୁ ଅଧିକ ହବ ନାହିଁ। ମାନେ କେମିତି ହେଇଯାଇଛି ଆମ ଓଡ଼ିଶା? ଯଦି ସେମିତି ଝିଅ ପିଲା ଯଦି ଫ୍ରି କରିଦେଲେ, ଓଡ଼ିଶାର ସରକାର ନା ଭିକାରୀ ହେଇଯାଇଥାନ୍ତେ। ମୋତେ ଯାହା ଲାଗୁଛି ଭିକାରୀ ହେଇଯାଇଥାନ୍ତେ କ'ଣ, ଭିକାରୀ ହେଇଯିବେ। ଏବେ ଭଡ଼ା ମଧ୍ୟ ବଢ଼େଇ ଦେଲେ, ମାନେ କଲେଜ ପିଲାମାନଙ୍କୁ ଯିବା ପାଇଁ କେତେ ସୁବିଧା ହେଉଥିଲା। ଲେଡ଼ିଜ୍ କିମ୍ବା ଜେଣ୍ଟସ୍ ଯେଉଁମାନଙ୍କୁ ତାଙ୍କୁ ଯେଉଁ 50 ଟଙ୍କା ଧରିକି ଗଲେ 15 ଟଙ୍କା, ଯଦି ପୁଅ ପିଲା ଯାଉଛି 50 ଟଙ୍କା ଯଦି ଧରିକି ଗଲା ବୋଲେ 15 ଟଙ୍କା, 15 30 ଗଲା, ଆଉ 20 ଟଙ୍କା ତାଙ୍କ ହାତରେ ରହିଲା। ମାତ୍ର ଏବେ କେମିତି କରିଦେଇଛି, ସବୁଆଡ଼େ ପଇସା ବଢ଼ିଯାଇଛି। ମୋତେ ତ ଏଇଟା ଠିକ୍ ଲାଗୁନାହିଁ। ଆପଣମାନେ କମେଣ୍ଟ କରନ୍ତୁ, ଏଇଟା ତ ଆପଣମାନଙ୍କୁ କ'ଣ ଠିକ୍ ଲାଗୁଛି? ଆପଣମାନଙ୍କ ମତ କ'ଣ? ଏ ଯେଉଁ ରେଟ୍ ବଢ଼ିଛି, କ'ଣ ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି? ମୋତେ ଯେମିତି ହେଲେ ମଧ୍ୟ କମେଣ୍ଟ କରିକି କହିବେ ପ୍ଲିଜ୍। ଆଉ ଦେଖନ୍ତୁ ଆମ ଓଡ଼ିଶା ପାଇଁ କେଉଁ ସରକାର ଠିକ୍, କିଏ କାହାକୁ କେତେ ଭଲ ପାଉଛନ୍ତି, କେଉଁ ସରକାର ଠିକ୍ ଆଉ କେଉଁ ସରକାର ଭୁଲ, କିଏ ଆମ ଓଡ଼ିଶା ପାଇଁ ପରଫେକ୍ଟ, ମୋତେ ଟିକେ କମେଣ୍ଟ କରିବେ। ମୋତେ ତ ଯାହା ଲାଗୁଛି ନବୀନ ଥିଲା, ଠିକ୍ ଥିଲା, ସବୁ କିଛି ହେଉଥିଲା। କିନ୍ତୁ ଏବେ ପୁରା ପଲଟି ହେଇଗଲା। ଗୋଟେ ଜିନିଷ କ'ଣ, ଝିଅ ପିଲାମାନଙ୍କୁ ଆସିଯାଉଛି ସୁଭଦ୍ରା ଯୋଜନା, ଆଉ କିଛି ନାହିଁ, ସବୁ ପୁରା ଚେଞ୍ଜ ହେଇଗଲା। ଆପଣମାନେ କମେଣ୍ଟ କରନ୍ତୁ ମୋତେ, ଆଉ ନବୀନ ଥିଲା ଠିକ୍ ନା ଏବେ ମୋହନ ମାଝୀ ଆସିକି ଠିକ୍ କରୁଛନ୍ତି? ଆପଣମାନେ କମେଣ୍ଟ କରନ୍ତୁ, ଆଉ ଭିଡ଼ିଓକୁ ସମସ୍ତଙ୍କ ପାଖରେ ସେୟାର କରନ୍ତୁ। ଆଉ ଏହିପରି ଭିଡ଼ିଓ ଦେଖିବା ପାଇଁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମୁଁ ଆପଣମାନଙ୍କ ପାଇଁ ଆଉ ଭଲ ଭିଡ଼ିଓ ନେଇକି ଆସିବି। ରହିଲି, ବାଏ, ନମସ୍କାର।